12 ବର୍ଷରୁ ବନ୍ଦ ପଡ଼ିଥିବା ଏକ ଘରକୁ ଅଚାନକ ଗୋଟିଏ ସ୍ତ୍ରୀ ଲୋକ ଆସିଲା ଆଉ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ସେ କାନ୍ଦି କାନ୍ଦି ଚିତ୍କାର କରି କହୁଥିଲେ କି ଯେ ମୋତେ ମୋ ଝିଅକୁ ଫେରେଇ ଦିଅ, କେଉଁଠି ଅଛି ମୋ ଝିଅ। ଠିକ୍ ସେହି ସମୟରେ ସେଠିକୁ ଜଣେ ନର୍ସ ଆସିଲେ ଆଉ ଆସିବା ପରେ ନର୍ସ ଜଣକ ସେ ସ୍ତ୍ରୀ ଲୋକକୁ ଏକ ଶକ୍ତ ଚାପୁଡ଼ା ମାରିଦେଲେ ଆଉ କହିଲେ କି ଆଜି 12 ବର୍ଷ ପରେ ତମର ତୁମ ଝିଅ କଥା ମନେ ପଡ଼ିଲା। ତୋ ଭଳି ମା ଥାଇ ଧିକ୍। କିଏ ଥିଲା ସେ ସ୍ତ୍ରୀ ଲୋକ ଯିଏକି 12 ବର୍ଷ ପରେ ସେ ଘରେ ଆସି ଜୋର ଜୋରରେ କାନ୍ଦୁଥିଲା ଆଉ ଏ ନର୍ସ ଜଣକ ତାଙ୍କୁ ଚାପୁଡ଼ା କାହିଁକି ମାରିଥିଲେ? ସମ୍ପୂର୍ଣ୍ଣ ସତ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଶୁଣନ୍ତୁ। କୋରାପୁଟ ଜିଲ୍ଲାର ଏକ ସୁନସାନ ଅଞ୍ଚଳରେ ଏକ ଘରଟିଏ ଥିଲା, ଯେଉଁ ଘରେ କି ଜଣେ ସ୍ତ୍ରୀ ଲୋକ ରହୁଥିଲେ। ସେ ସ୍ତ୍ରୀ ଲୋକର ଏ ଦୁନିଆରେ କେହି ବି ନଥିଲେ। ସେ ସ୍ତ୍ରୀ ଲୋକ ଜଣକ ଏ ସୁନସାନ ଘରେ ଏକୁଟିଆ ରହୁଥିଲେ ଆଉ କିଛି ଏମିତି କାମ କରୁଥିଲେ ଯେଉଁ କାମ ପାଇଁ ତାକୁ ଏମିତି ସୁନସାନ ଘରେ ରହିବାକୁ ହିଁ ପଡ଼ୁଥିଲା। ଧୀରେ ଧୀରେ ସମୟ ବିତି ଚାଲିଲା ଆଉ ସମୟ ବିତିବା ସହିତ ସେ ସ୍ତ୍ରୀ ଲୋକ ଜଣକ ଏକ ଝିଅକୁ ଜନ୍ମ ଦେଲେ। ସେ ସ୍ତ୍ରୀ ଲୋକ ଜଣକ ଛୁଆଟାକୁ ପାଳିବାକୁ ଲାଗିଲା। ହେଲେ ଛୁଆଟି ଜନ୍ମ ହେବା ପରେ ସେ ସ୍ତ୍ରୀ ଲୋକ ଜଣକ ଯେଉଁ କାମ କରୁଥିଲା ସେ କାମରେ ତାକୁ ବାଧା ସୃଷ୍ଟି ହେବାକୁ ଲାଗିଲା। ତା କାମ ବିଲକୁଲ ବି ଚାଲିଲା ନାହିଁ, କାହିଁକି ନା ସେ ଯଦି ଛୁଆଟିର ଯତ୍ନ ନେଉଥିଲା ତ ନିଜ କାମରେ ଧ୍ୟାନ ଦେଇପାରୁନଥିଲା, ଆଉ ଯଦି ନିଜ କାମ କରୁଥିଲା ତ ଛୁଆଟି ଉପରେ ଧ୍ୟାନ ଦେଇପାରୁନଥିଲା। ଏମିତି ଭାବରେ 6 ମାସ ବିତିଗଲା। ହେଲେ 6 ମାସ ପରେ କଥା ଏପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଯେ ତା ଘରେ ଖାଇବା ପାଇଁ ବି ଖାଦ୍ୟ ନଥିଲା, ନା ହିଁ ବଞ୍ଚିବା ପାଇଁ ତା ପାଖରେ ପଇସା ବି ଥିଲା। ସେଥିପାଇଁ ସେ କଠିନ ନିଷ୍ପତ୍ତି ନେଲା ଆଉ ଏହାପରେ ସେଇ 6 ମାସର ଛୁଆଟିକୁ ଛାଡ଼ି ସହରକୁ ଚାଲିଗଲା। ଆଉ ତା ଛଡ଼ା ସେ ଘର ଏକ ସୁନସାନ ଅଞ୍ଚଳରେ ବି ଥିଲା, ଯେଉଁଠିକି ବେଶୀ ଲୋକ ଯିବା ଆସିବା କରୁନଥିଲେ। ଏହାପରେ ଧୀରେ ଧୀରେ ସନ୍ଧ୍ୟା ହୋଇଗଲା ଆଉ ସନ୍ଧ୍ୟା ହେବା ପରେ ସେ ଛୁଆଟି ଜୋର ଜୋରରେ କାନ୍ଦିବାକୁ ଲାଗିଲା, କାହିଁକି ନା ଛୁଆମାନଙ୍କୁ ବହୁତ ଜଲ୍ଦି ଭୋକ ଲାଗିଥାଏ। ଆଉ ଯେତେବେଳେ ଛୁଆଟିକୁ ଭୋକ ଲାଗିଲା ତ ସେ କାନ୍ଦିବାକୁ ଲାଗିଲା। ହେଲେ ସେଠିକୁ ତ କେହି ଯିବା ଆସିବା କରୁନଥିଲେ ଆଉ ଏମିତି ଭାବରେ ହିଁ ସାରା ରାତି ବିତିଗଲା। ପରଦିନ ସକାଳେ ଜଣେ ବ୍ୟକ୍ତି ଯାହାର ନାଁ ଥିଲା କି ବିଜୟ କେବେ କେବେ ଏଇ ରାସ୍ତା ଦେଇ ଯିବା ଆସିବା କରୁଥିଲା ଆଉ ଏମିତି ଭାବରେ ହିଁ ଆଜି ବି ସେ ଏଇ ଘର ବାଟ ଦେଇ ଯାଉଥିଲା। ହେଲେ ସେ ଛୁଆଟିର କାନ୍ଦ ଶବ୍ଦ ବିଜୟର ଧ୍ୟାନ ତା ଆଡ଼କୁ ଆକର୍ଷିତ କରିଥିଲା ଆଉ ଏହାପରେ ବିଜୟ ସେ ଘରର ଝରକା ବାଟେ ଉଣ୍ଡି ଦେଖିବାକୁ ଚେଷ୍ଟା କରିଲା ଯେ ଏ ଛୁଆଟି ଏତେ ଜୋରରେ କାହିଁକି କାନ୍ଦୁଛି। ସେ କିଛି ସମୟ ପାଇଁ ଦେଖିବାକୁ ଚେଷ୍ଟା କରିଲା, ହେଲେ ତାକୁ କିଛି ବି ଦେଖାଗଲାନି। ଏହାପରେ ସେ ସେଇ ଛୁଆଟିକୁ ସେମିତି ଅବସ୍ଥାରେ ଛାଡ଼ି ନିଜ ଡ୍ୟୁଟିକୁ ଚାଲିଗଲା। ହେଲେ ଯେତେବେଳେ ସେ ଡ୍ୟୁଟି କରୁଥିଲା ତ ଦିନସାରା ତା ମନରେ କେବଳ ସେଇ ଛୁଆଟିର କାନ୍ଦ ଶବ୍ଦ ଶୁଣାଯାଉଥିଲା, କାହିଁକି ନା ତା କାନ୍ଦ ଶବ୍ଦରୁ ସଫା ସଫା ଜଣାପଡ଼ୁଥିଲା ଯେ ଛୁଆଟି ଅନେକ ସମୟ ଧରି କାନ୍ଦୁଛି ଆଉ କାନ୍ଦି କାନ୍ଦି ତା ତଣ୍ଟି ଶୁଖିଗଲାଣି। ଏବେ ଯେମିତି ହିଁ ସନ୍ଧ୍ୟା ହେଲା ତ ସନ୍ଧ୍ୟା ସମୟରେ ବିଜୟ ଜାଣିଶୁଣି ସେଇ ରାସ୍ତା ଦେଇ ଆସିଲା ଆଉ ଯେମିତି ହିଁ ସେ ସେଇ ଘର ପାଖରେ ପହଞ୍ଚିଲା ତ ଛୁଆଟିର କାନ୍ଦ ଶବ୍ଦ ପୁଣି ତାକୁ ଥରେ ଶୁଭାଗଲା। ଏହାପରେ ବିଜୟ ଆଉ ରହିପାରିଲା ନାହିଁ, ସେଥିପାଇଁ ସେ ଏକ ପଥର ଉଠେଇଲା ଆଉ ପଥର ସାହାଯ୍ୟରେ ସେ ସେଇ ଘରର ଝରକାର କାଚ ଭାଙ୍ଗିଦେଲା। ଏବେ ଝରକାର କାଚ ଭାଙ୍ଗିବା ପରେ ସେ ଯେମିତି ହିଁ ସେ ଘର ଭିତରକୁ ଉଣ୍ଡି ଦେଖିବାକୁ ଚେଷ୍ଟା କରିଲା। ସେ ଦେଖିଲା ଯେ ବିଛଣା ଉପରେ ଏକ 6 ମାସର ଛୁଆଟିଏ ଶୋଇଛି ଆଉ ସେ ବହୁତ ଜୋରରେ କୁଆଁ କୁଆଁ କାନ୍ଦି ଚାଲିଛି। ଏହାପରେ ଏସବୁ ଦୃଶ୍ୟ ଦେଖି ବିଜୟ ପୋଲିସ ପାଖକୁ ଫୋନ ଲଗେଇଦେଲା ଆଉ ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଗଲା। ପୋଲିସ ସେଠିକି ଆସିଲା ଆଉ ଆସିବା ପରେ ଘରର କବାଟ ଭାଙ୍ଗିଦେଲା। ଘରର କବାଟ ଭାଙ୍ଗିବା ପରେ ଛୁଆଟିର ଅବସ୍ଥା ଦେଖିଲେ। ଛୁଆଟିର ଅବସ୍ଥା ବହୁତ ଦୟନୀୟ ଥିଲା। ଛୁଆଟିକୁ ଦେଖି ଏମିତି ଲାଗୁଥିଲା ଯେମିତି ପାଖାପାଖି 36 ଘଣ୍ଟା ହେବ ସେ ଛୁଆଟି ସେଇ ଘରେ ବନ୍ଦ ହୋଇ ପଡ଼ି ରହିଥିଲା ଆଉ ଜୋର ଜୋରରେ କାନ୍ଦି ଚାଲିଥିଲା ଆଉ ଏବେ ତାର କାନ୍ଦର ଶବ୍ଦ ବହୁତ ଧୀର ହୋଇଯାଇଥିଲା। ଏହାପରେ ପୋଲିସବାଲା ବିଜୟ ନାମକ ବ୍ୟକ୍ତିକୁ ଧନ୍ୟବାଦ ଦେଲେ ଏ କଥାର ଖବର ଦେବା ପାଇଁ, ନହେଲେ ଏକ ଛୋଟ ଛୁଆଟି ଏ ଦୁନିଆରୁ ଚାଲି ଯାଇଥାନ୍ତା।
ପୋଲିସ ବାଲା ସେ ଛୁଆଟିକୁ ନେଇ ସରକାରୀ ହସ୍ପିଟାଲରେ ପହଞ୍ଚିଲେ। ଆଉ ସେଠି ଡାକ୍ତର ବାବୁଙ୍କ କହିବା ଅନୁଯାୟୀ ଛୁଆଟିର ଅଳ୍ପ ବହୁତ ଚିକିତ୍ସା କରାଇଲେ। ଏବେ ପୋଲିସ ବାଲା ସେ ଘରର ମାଲିକକୁ ଖୋଜିବା ପାଇଁ ଚେଷ୍ଟା କରିଲେ, ହେଲେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେ ଘରର ମାଲିକାଣୀ ଯିଏକି ସେ ସ୍ତ୍ରୀ ଲୋକ ଜଣକ ଥିଲା, ପୋଲିସ ତାକୁ ଖୋଜି ପାରିଲେନି। କାହିଁକି ନା ସେ ସ୍ତ୍ରୀ ଲୋକ ଜଣକ କାମ କରିବା ପାଇଁ ଅନ୍ୟ କୌଣସି ସହରକୁ ଚାଲି ଯାଇଥିଲା, ଯାହାଦ୍ୱାରା କି ପୋଲିସ ସେ ସ୍ତ୍ରୀ ଲୋକ ଜଣକୁ ଖୋଜିବା ପାଇଁ ଅସଫଳ ରହିଲେ। ଏବେ ଛୁଆଟି ହସ୍ପିଟାଲ ଭିତରେ ରହୁଥିଲା, ଆଉ ହସ୍ପିଟାଲର ଯେତେ ବି ଷ୍ଟାଫ୍ ଥିଲେ ସମସ୍ତେ ସେ ଛୁଆଟିକୁ ବହୁତ ଭଲ ପାଉଥିଲେ। ଧୀରେ ଧୀରେ ସମୟ ବିତିଲା, ଆଉ ସମୟ ବିତିବା ସହିତ ସେ ଛୁଆଟି ମଧ୍ୟ ସୁସ୍ଥ ହୋଇଗଲା। ହେଲେ ହସ୍ପିଟାଲ ମଧ୍ୟରେ ଯେତେ ବି ସବୁ ଷ୍ଟାଫ୍ ମାନେ ଥିଲେ, ସେ ଷ୍ଟାଫ୍ ମାନଙ୍କ ଭିତରୁ ଜଣେ ମହିଳା ନର୍ସ ଯାହାର ନାମ ଥିଲା କି ଲିନା ସେ ଛୁଆଟିକୁ ଦେଖି ବହୁତ ଖୁସି ହେଉଥିଲା। ଆଉ ସେ ଛୁଆଟି ଭିତରେ କୋଉଠି ନା କୋଉଠି ତା ପିଲାବେଳ ତାକୁ ଦେଖାଯାଉଥିଲା। କାହିଁକି ନା ଲିନା ବି ଜଣେ ଅନାଥ ଝିଅ ଥିଲା। ସେ ଅନାଥ ଆଶ୍ରମରେ ପାଳି ପୋଷି ବଡ଼ ହୋଇଛି, ଆଉ ତାପରେ ଏବେ ସେ ହସ୍ପିଟାଲରେ କାମ କରୁଛି ଏବଂ ଅନାଥ ଆଶ୍ରମର ଦେଖାରେଖା ମଧ୍ୟ ସେ କରୁଛି। ସେ ଯେମିତି ହିଁ ଛୁଆଟିକୁ ଖୁଆଇ ଦେଉଥିଲା କିମ୍ବା ତାକୁ ଗାଧୋଇ ଦେଉଥିଲା ତ ଏକଦମ ତା ପିଲାବେଳ କଥା ତାର ମନେ ପଡ଼ିଯାଉଥିଲା। ଆଉ ସେ ଭାବିବାକୁ ଲାଗୁଥିଲା କି ଯେ ମୁଁ ତ ଅନାଥ ଥିଲି, ହେଲେ ଏଇ ଛୁଆଟିର ଜୀବନ ତ ମୁଁ ସଜାଡ଼ିକି ହିଁ ରହିବି। ସେ ଛୁଆଟି ସହିତ ଲିନାର ଭାବ ସବୁଠୁ ଅଧିକ ଥିଲା, ଆଉ ସବୁଠୁ ଅଧିକ ସମୟ ଲିନା ସେ ଛୁଆଟିକି ହିଁ ଦେଉଥିଲା। ଲିନା ସେ ଛୁଆଟି ସହିତ ଖେଳୁଥିଲା, ଆଉ ଏମିତି ଭାବରେ ହିଁ ସମୟ ବିତି ଚାଲିଥିଲା। ହେଲେ ଅଚାନକ ଗୋଟେ ଦିନ ଡାକ୍ତର ବାବୁ ସେ ଛୁଆଟିକୁ ଡିସଚାର୍ଜ କରିଦେଲେ, ଆଉ ପୋଲିସ ଆସି ସେ ଛୁଆଟିକୁ ଏକ ଅନାଥ ଆଶ୍ରମକୁ ପଠାଇଦେଲା। ଏବେ ତା ପରଦିନ ସକାଳେ ଯେମିତି ହିଁ ଲିନା ଡ୍ୟୁଟିକି ଆସିଲା ତ ଆସିବା ପରେ ସେ ସବୁଠୁ ପ୍ରଥମେ ଛୁଆଟିକୁ ଖୋଜିଲା। ଏବେ ଯେତେବେଳେ ସେ ଛୁଆଟିକୁ ତାକୁ କୋଉଠି ବି ମିଳିଲା ନାହିଁ ତ ସେ ନିଜ ଷ୍ଟାଫ୍ ମାନଙ୍କୁ ପଚାରିବାକୁ ଲାଗିଲା, ମୋ ଝିଅ କୋଉଠି ଅଛି? ଏହା ଶୁଣି ତା ସହିତ କାମ କରୁଥିବା ଅନ୍ୟ ଷ୍ଟାଫ୍ ସାଥୀ ଜଣକ କହିଲେ କି ତୋ ଝିଅ? ହେଲେ ତୋର ତ ଏବେ ପର୍ଯ୍ୟନ୍ତ ବି ବାହାଘର ହେଇନି, ତେବେ ସେ ଝିଅ ତୋ ଝିଅ କେମିତି ହେଲା? ଲିନା ତାକୁ କହିଲା କି ମୁଁ ସେଇ ଛୁଆଟି ବିଷୟରେ ପଚାରୁଛି, ଯେଉଁ ଛୁଆଟି ସେଦିନ ରାତିରେ ଏକ ବନ୍ଦ ଘରୁ ମିଳିଥିଲା, ଯେଉଁ ଛୁଆଟିକୁ ସେ ଘରେ ମରିବା ପାଇଁ ଛାଡ଼ି ଦିଆଯାଇଥିଲା। ଏହାପରେ ତା ସାଙ୍ଗ ତା ଉପରେ ହସି ହସି କହିଲେ କି ସେ ତୋ ଛୁଆ ନୁହେଁ, ସେ ତ ଏଠିକି ଚିକିତ୍ସା ପାଇଁ ଆସିଥିଲା, ଆଉ ଏବେ ସେ ନିଜ ସଠିକ୍ ଜାଗାକୁ ଚାଲି ଯାଇଛି। ପୋଲିସ ବାଲା ତାକୁ ଏକ ଅନାଥ ଆଶ୍ରମକୁ ପଠାଇ ଦେଇଛନ୍ତି, ଆଉ ସେଇଠି ତାର ଜୀବନ ବ୍ୟତୀତ ହେବ। ଏହାପରେ ଲିନା ତାକୁ ସେ ଅନାଥ ଆଶ୍ରମର ଠିକଣା ମାଗିବାକୁ ଲାଗିଲା, ଆଉ ସେମାନେ ବି ତାକୁ ଅନାଥ ଆଶ୍ରମର ଠିକଣା କହିଦେଲେ, ଆଉ ତାକୁ ପଚାରିଲେ ଯେ ତୁ କ'ଣ କରିବାକୁ ଚାହୁଁଛୁ? ତ ଲିନା କହିଲା କି ମୁଁ ସେ ଛୁଆକୁ ମୋ ସହିତ ପାଳି ପୋଷି ବଡ଼ କରିବି, ଆଉ ତାକୁ ଏକ ଭଲ ଭବିଷ୍ୟତ ଦେବି। ଏଇ କଥା ଶୁଣିବା ପରେ ପୁଣି ଥରେ ସବୁ ଷ୍ଟାଫ୍ ମାନେ ତା ଉପରେ ହସିବାକୁ ଲାଗିଲେ, ଆଉ କହିଲେ କି ଏବେ ତୋର ବାହାଘର ବି ହୋଇନି, ତେବେ ତୁ ସେ ଛୁଆକୁ ପାଳି ପୋଷି କେମିତି ବଡ଼ କରିବୁ? ତ ଲିନା କହିଲେ କି ମୁଁ କାମ କରିବି, ଆଉ କାମ କରି ସାରିବା ପରେ ବଳକା ସମୟ ମୁଁ ମୋ ଛୁଆ ସହିତ ବିତେଇବାକୁ ଚାହୁଁଛି। ଏତିକି କହି ଲିନା ହସ୍ପିଟାଲରୁ ଆଜି ଛୁଟି ନେଲା, ଆଉ ଖୋଜି ଖୋଜି ଯାଇ ସେଇ ଅନାଥ ଆଶ୍ରମରେ ପହଞ୍ଚିଗଲା। ସେଠି ପହଞ୍ଚିବା ପରେ ଅନାଥ ଆଶ୍ରମ ବାଲାଙ୍କ ସହିତ କଥା ହୋଇ ଛୁଆଟିକୁ ଲିଗାଲ ଭାବରେ ଆଡପ୍ଟ କରିନେଲା। କିଛି କାଗଜପତ୍ର କାମ କରିସାରିବା ପରେ ସେ ଏବେ ତାର ଝିଅ ବନି ସାରିଥିଲା। ଏହାପରେ ସେ ନର୍ସ ଜଣକ ତାକୁ ନିଜ ଘରେ ରଖିବାକୁ ଲାଗିଲେ, ଆଉ ତାକୁ ପାଳି ପୋଷି ବଡ଼ କରିବାକୁ ଲାଗିଲେ। ଲିନା ଯିଏକି ଏକ ସରକାରୀ ନର୍ସ ଥିଲେ, ତାଙ୍କ ପାଖରେ ଏକ ଛୋଟ ଘରଟିଏ ବି ଥିଲା। ଘର ଭିତରେ ସେ ସେଇ ଛୁଆଟିକୁ ରଖୁଥିଲା, ଆଉ ବେଶ ଭଲ ଭାବରେ ତାର ଲାଳନ ପାଳନ କରୁଥିଲା। ଧୀରେ ଧୀରେ ସମୟ ବିତି ଚାଲିଲା, ଆଉ ସମୟ ବିତିବା ସହିତ ଛୁଆଟି ମଧ୍ୟ ବଡ଼ ହୋଇ ଚାଲିଲା। ଆଉ ଯେମିତି ଛୁଆଟିର ପାଠ ପଢ଼ିବା ବୟସ ହେଲା, ଲିନା ତାର ସ୍କୁଲରେ ଆଡମିସନ୍ କରେଇଦେଲା। ଟିକେ ବଡ଼ ହେବା ପରେ ଛୁଆଟି ସ୍କୁଲକୁ ପଢ଼ିବା ପାଇଁ ଯାଉଥିଲା। ଲିନାର ଝିଅ ଲିନାକୁ ବହୁତ ଭଲ ପାଉଥିଲା, ଆଉ ତାକୁ ମା ମା କହି ଡାକୁଥିଲା। ଲିନା ଯେତେବେଳେ ଏ କଥା ଶୁଣିଲା ତ ଲିନାକୁ ବହୁତ ଶାନ୍ତି ମିଳୁଥିଲା। ସେ ଭାବୁଥିଲା କି ଯାହା ହଉ ଭଲ ହେଲା ଯେ ମୋର ବି ଗୋଟେ ଝିଅ ଅଛି, ଆଉ ମୋର ବି ଏକ ଛୋଟ ପରିବାର ବନିଗଲା। ଏହାପରେ ସେ ଛୁଆଟି ଧୀରେ ଧୀରେ ସ୍କୁଲରେ ପଢ଼ିବାକୁ ଲାଗିଲା,
ଆଉ ଗୋଟେ ଦିନ ଅଚାନକ ଆସି ନିଜ ମାଆକୁ କହିବାକୁ ଲାଗିଲେ ଯେ ମା, ମୋ ବାପା କୋଉଠି ଅଛନ୍ତି? ଏହାପରେ ତା ମା ତାକୁ କହିଲେ କି ତୋତେ ବାପାର କ'ଣ ଦରକାର ଅଛି? ମୁଁ ହିଁ ତୋ ବାପା ଆଉ ତୋ ମା। ହେଲେ ସେ ଛୁଆଟି କହିଲା କି ମା, ସବୁ ଛୁଆଙ୍କର ବାପାମାନେ ସ୍କୁଲକୁ ନିଜ ଛୁଆମାନଙ୍କୁ ଛାଡ଼ିବା ପାଇଁ ଆସୁଛନ୍ତି ଆଉ ସ୍କୁଲରୁ ତାକୁ ନେଇକି ମଧ୍ୟ ଯାଉଛନ୍ତି। ହେଲେ ମୋ ବାପା କୋଉଠି ଅଛନ୍ତି ମୁଁ ଜାଣିବାକୁ ଚାହୁଁଛି। ଏହାପରେ ଲିନା ତାକୁ କହିଦେଲା ଯେ ତୁ ଜନ୍ମ ହେବା ପୂର୍ବରୁ ତୋ ବାପାଙ୍କର ମୃତ୍ୟୁ ହୋଇଯାଇଛି। ଏତିକି କହି ଲିନା ଛୁଆଟିକୁ ଚୁପ୍ କରାଇଦେଲା। ଛୁଆଟି ବି ବୁଝିଗଲା, କାହିଁକି ନା ସେ ବି ନିଜ ମାଆକୁ ବହୁତ ବେଶୀ ଭଲ ପାଉଥିଲା ଆଉ ତା ସହିତ ମିଳିମିଶି ରହିବାକୁ ଲାଗିଲା। ଏହାପରେ ଲିନା ଭାବିଲା କି ମୋ ଝିଅ ନିଜ ବାପାଙ୍କ ବିଷୟରେ ପଚାରୁଛି। ଏବେ ତ ମୁଁ ତାକୁ ଏ କଥା କହି ବୁଝେଇ ଦେଇଛି ଯେ ତୋ ବାପାଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କେବେ ନା କେବେ ତାକୁ ତ ସତ୍ୟ ଜଣା ପଡ଼ିଯିବ, କାହିଁକି ନା ଏବେ ତ ସେ ଛୋଟ ଅଛି। ହେଲେ ଯେତେବେଳେ ବଡ଼ ହେବ ତ ଏ କଥାର ସତ୍ୟ ଜାଣିବାକୁ ଚେଷ୍ଟା ମଧ୍ୟ କରିପାରେ। ଏହି କାରଣ ପାଇଁ ଲିନା ସେ ଛୁଆଟିର ବାପା ମାଆଙ୍କୁ ଖୋଜିବା ପାଇଁ ଭାବିଲା। ଆଉ ସେଥିପାଇଁ ଲିନା ପୋଲିସବାଲାଙ୍କୁ ସେ ଘରର ମାଲିକ ବିଷୟରେ ପଚାରିବାକୁ ଲାଗିଲା। ତ ପୋଲିସବାଲା ତାକୁ କହିଲେ କି ସେ ଘରର ମାଲିକ ଜଣେ ସ୍ତ୍ରୀ ଲୋକ ଥିଲା ଆଉ ତାର କୌଣସି ଖୋଜ ଖବର ମିଳିପାରୁନାହିଁ। ଆମେ ତାକୁ ବହୁତ ଖୋଜିବା ପାଇଁ ଚେଷ୍ଟା କରିଥିଲୁ। ଏହାପରେ ଲିନା ଟିକେ ଦୁଃଖୀ ହୋଇଗଲା ଆଉ ସେ ଭାବିବାକୁ ଲାଗିଲା ଯେ ମୁଁ ପ୍ରତ୍ୟେକ ଦିନ ଏ ଘରକୁ ଆସିବି ଆଉ ଦିନେ ନା ଦିନେ ଏ ଘରର ମାଲିକାଣୀ ଏଠିକି ଆସିବ ଆଉ ମୁଁ ତାକୁ ପଚାରିବି ଯେ ଏ ଛୁଆର ବାପା କୋଉଠି ଅଛନ୍ତି। ଧୀରେ ଧୀରେ ସମୟ ବିତି ଚାଲିଲା ଆଉ ସମୟ ବିତିବା ସହିତ ସେ ଛୁଆଟିକୁ 12 ବର୍ଷ ହୋଇଗଲାଣି। ଆଉ ଏପଟେ ଲିନା ଯେତେବେଳେ ତା ଝିଅ 7 ବର୍ଷର ଥିଲା ସେଇ ଦିନଠୁ ସେ ପ୍ରତ୍ୟେକ ଦିନ ସେ ଘରକୁ ଯାଉଥିଲା ଆଉ ବହୁତ ସମୟ ପର୍ଯ୍ୟନ୍ତ ସେ କାହାର ଫେରିବା ବାଟକୁ ଚାହିଁ ବସୁଥିଲା ଆଉ ତାପରେ ସେଇଠୁ ଚାଲି ଆସୁଥିଲା। ଏମିତି ଭାବରେ ସମୟ ବିତିଗଲା। ହେଲେ ଗୋଟେ ଦିନ ଲିନା ସେ ଘରର ମାଲିକାଣୀକୁ ଯେମିତି ଖୋଜିବା ପାଇଁ ଗଲା ତ ଅଚାନକ ଲିନା ସେଠି କାହାର ଜୋର ଜୋରରେ କାନ୍ଦ ଶବ୍ଦ ଶୁଣିବାକୁ ପାଇଲା। ଆଉ ସେ ସ୍ତ୍ରୀ ଲୋକ ଜଣକ ଚିଲେଇ ଚିଲେଇ କହୁଥିଲେ ଯେ ମୋ ଝିଅ କୋଉଠି ଅଛି, ମୋ ଝିଅକୁ ଫେରେଇ ଦିଅ। ଏବେ ଯେମିତି ହିଁ ଲିନା ସେ ଘର ଭିତରକୁ ଯାଇକି ଦେଖିଲା ତ ସେ ଦେଖିଲା ଯେ ସେଇ ରୁମ୍ ଭିତରେ ଯେଉଁଠିକି କେବେ ସେ ଛୁଆଟିକୁ ଏକୁଟିଆ ଛାଡ଼ି ଦିଆଯାଇଥିଲା ସେଇଠି ଜଣେ ଲୋକ ବସିଥିଲା ଆଉ ସେ ଜୋର ଜୋରରେ କାନ୍ଦୁଥିଲା। ଚିତ୍କାର କରି କରି ସେ ଘରର କାନ୍ଥ ବାଡ଼କୁ କହୁଥିଲେ ଯେ ମୋ ଝିଅ କୋଉଠି ଅଛି, ମୋତେ ମୋ ଝିଅକୁ ଫେରେଇ ଦିଅ। ତା ଆଖିରେ ଲୁହ ଥିଲା ଆଉ ସେ ବହୁତ ଅନୁତାପ କରୁଥିଲା। ଲିନା ଯେମିତି ହିଁ ସେ ସ୍ତ୍ରୀ ଲୋକ ଜଣକୁ ଦେଖିଲା ତ ତୁରନ୍ତ ହିଁ ତା ପାଖକୁ ଚାଲିଗଲା ଆଉ ସେ ସ୍ତ୍ରୀ ଲୋକର ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଦେଲା। ଆଉ ତାପରେ ସେ ସ୍ତ୍ରୀ ଲୋକ ଜଣକୁ କହିବାକୁ ଲାଗିଲେ କି ତୋ ଭଳି ମା ଥାଇ ଧିକ୍, ଯିଏକି ଏତେ ଛୋଟ ଛୁଆଟିକୁ ଏମିତି ଭାବରେ ଏଠି ଛାଡ଼ି ଚାଲିଗଲା ଆଉ ଏତେ ବର୍ଷ ପରେ ତୋର ଆଜି ତା କଥା ମନେ ପଡ଼ିଗଲା। ତୋ ଭଳି ମା ରୂପରେ ତୁ ଗୋଟେ କଳଙ୍କ। ଏବେ ଏ କଥା ଶୁଣିବା ପରେ ସେ ସ୍ତ୍ରୀ ଲୋକ ଜଣକ ଆହୁରି ଜୋର ଜୋରରେ କାନ୍ଦିବାକୁ ଲାଗିଲା ଆଉ କହିଲା କି ତାହା ମୋ ଦୁର୍ବଳତା। ଏହା ଶୁଣି ଲିନା ତାକୁ କହିଲା କି ଏମିତି କ'ଣ ଦୁର୍ବଳତା ଥିଲା ଯେ ଯେଉଁଥିପାଇଁ କି ଏତେ ଛୋଟ ଛୁଆଟାର ଜୀବନ ତୋତେ ଦେଖାଗଲା ନାହିଁ। ଏହାପରେ ସେ ସ୍ତ୍ରୀ ଲୋକ ଜଣକ ନିଜର ସମ୍ପୂର୍ଣ୍ଣ କାହାଣୀ କହିଲେ। ସେ କହିଲା କି ମୁଁ ଭୁଲ କାମ କରୁଥିଲି ଆଉ ସେଥିପାଇଁ ମୁଁ ଏମିତି ସୁନସାନ ଜାଗାରେ ଏ ଘର ତିଆରି କରିଥିଲି। ଆଉ ଯେତେବେଳେ ମୋ ଗର୍ଭରେ ମୋ ଝିଅ ଥିଲା ଆଉ ସେ ଜନ୍ମ ହେବା ପରେ ମୋ ଘରେ ଖାଇବା ପିଇବା ପାଇଁ କୌଣସି ଜିନିଷ ନଥିଲା ଆଉ ବଞ୍ଚିବା ପାଇଁ ମୋ ପାଖରେ ବି ପଇସା ନଥିଲା, ସେ ସମୟରେ ମୁଁ ମଜବୁର ଥିଲି। ମୋତେ ଯାହାକୁ ହେଲେ ଜଣକୁ ବାଛିବାର ଥିଲା। ହୁଏତ ମୁଁ ମୋ ଛୁଆକୁ ବାଛିଥାନ୍ତି, ନହେଲେ ନିଜ ଜୀବନ ବଞ୍ଚିବା ପାଇଁ ମୋ କାମକୁ ବାଛିଥାନ୍ତି। ହେଲେ କାମକୁ ବାଛିବା ପାଇଁ ହେଲେ ମୋତେ ମୋ ଛୁଆକୁ ଛାଡ଼ିବାକୁ ପଡ଼ିଥାନ୍ତା। ସେଥିପାଇଁ ମୁଁ ନିଜ ଛୁଆକୁ ଛାଡ଼ିବାଟା ଉଚିତ ମନେ କଲି ଆଉ ସେଦିନ ମୁଁ ତାକୁ ଛାଡ଼ି ଦେଇ ଏଠୁ ଅନ୍ୟ ସହରକୁ ଚାଲି ଯାଇଥିଲି। ଏବେ ଏ କଥା ଶୁଣିବା ପରେ ଲିନାକୁ ବହୁତ ରାଗ ଆସିଲା ଆଉ ସେ ସ୍ତ୍ରୀ ଲୋକ ଜଣକୁ କହିଲେ କି ଯଦି ଏମିତି କଥା ଥିଲା ତାହେଲେ ତୁ ଭିକ ମାଗି ଖାଇ ଚଳି ଯାଇଥାନ୍ତୁ। ହେଲେ ତୁ ଯେଉଁ ଏମିତି ଏତେ ଛୋଟ ଛୁଆଟିକୁ ମରିବା ପାଇଁ ଏମିତି ଛାଡ଼ିଦେଲୁ, ଏହା ଜଣେ ମଣିଷର ମଣିଷତ୍ୱ ବିରୁଦ୍ଧରେ ଅଟେ। ମୋର ଇଚ୍ଛା ହେଉଛି ଯେ ଏବେ ହିଁ ମୁଁ ପୋଲିସକୁ ଡାକି ତୋତେ ପୋଲିସ ହାତରେ ଧରେଇ ଦେବା ପାଇଁ, କାହିଁକି ନା ତୁ ଯେଉଁ କାମ କରୁଛୁ ତାହା କ୍ଷମାର ଯୋଗ୍ୟ ନୁହେଁ।
ହେଲେ ମୋ ଝିଅ ପାଇଁ ମୁଁ ତୋତେ କ୍ଷମା କରୁଛି। ତୋ ଝିଅକୁ ମୁଁ ପାଳି ପୋଷି ବଡ଼ କରିଛି, ଆଉ ତା ବୟସ ଏବେ 12 ବର୍ଷ ହୋଇଗଲାଣି। ହେଲେ ସେ ମୋତେ ଗୋଟେ ପ୍ରଶ୍ନ ପଚାରିଥିଲା, ଆଉ ସେଇ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ପୂର୍ବ 5 ବର୍ଷରୁ ଲଗାତାର ଏ ଘରକୁ ଆସୁଥିଲି, ଆଉ ଦେଖୁଥିଲି ଯେ କେହି ନା କେହି ଏମିତି ମିଳିଯାଉ ଯିଏକି ଏଇ ଛୁଆ ବିଷୟରେ ବେଶ୍ ଭଲ ଭାବରେ ଜାଣିଥାଉ। ଏହାପରେ ନିର୍ମଳା ତାକୁ ପଚାରିଲା ଯେ ମୋ ଝିଅ କେଉଁ ପ୍ରଶ୍ନ ପଚାରିଥିଲା। ଏହା ଶୁଣି ଲିନା ତାକୁ କହିଲା କି ତୁ ତାକୁ ନିଜ ମୁହଁରେ ନିଜ ଝିଅ ନ କହିବାଟା ହିଁ ଭଲ ହେବ। ତୁ ତାକୁ ଜନ୍ମ ଦେଇଛୁ ସତ, ହେଲେ ମୁଁ ତାକୁ ପାଳି ପୋଷି ବଡ଼ କରିଛି। ହଁ, ଆଉ ରହିଲା ମୋ ଝିଅର ପ୍ରଶ୍ନ, ତ ସେ କହିଥିଲେ କି ଯେ ମୋ ବାପା କେଉଁଠି ଅଛନ୍ତି। ସେ ସମୟରେ ତ ମୁଁ ତାକୁ ମିଛ କହିଦେଇଥିଲି ଯେ ତା ବାପାଙ୍କର ମୃତ୍ୟୁ ହୋଇସାରିଛି ବୋଲି। ହେଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ତା ପ୍ରକୃତ ବାପା କିଏ, ଆଉ କେମିତି ଭାବରେ ତାର ଜନ୍ମ ହୋଇଥିଲା। ଏହାପରେ ଲିନାକୁ ସେ ସ୍ତ୍ରୀ ଲୋକ ଜଣକ କହିଲେ କି ତା ବାପାର କୌଣସି ଖୋଜ ଖବର ନାହିଁ ଯେ ତା ବାପା କିଏ, ଆଉ ଏଇଥିପାଇଁ ହିଁ ମୁଁ ଏ ସୁନସାନ ଜାଗାରେ ରହୁଥିଲି, ଯାହାଦ୍ୱାରା କି ଆମ ବିଷୟରେ କାହାକୁ କିଛି ଜଣାପଡ଼ୁନଥିଲା। ଏହା କହି ସେ ସ୍ତ୍ରୀ ଲୋକ ଜଣକ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଏହା ଦେଖି ଲିନା, ଯିଏକି ସରକାରୀ ହସ୍ପିଟାଲରେ ନର୍ସ ଥିଲା, ତ ତାକୁ ବି ତା ଉପରେ ଟିକେ ଦୟା ଆସିଗଲା, ଆଉ ତାକୁ କାନ୍ଦ ବନ୍ଦ କରିବା ପାଇଁ କହିଲା। କାନ୍ଦ ବନ୍ଦ କରିବା ପରେ ଲିନା ତାକୁ କହିଲା କି ତୋ ଝିଅକୁ ମୁଁ ପାଳୁଛି, ଆଉ ମୁଁ ଚାହୁଁନି ଯେ ତୁ ତାକୁ ନିଜ ସହିତ ନେଇଯା ବୋଲି, କାହିଁକି ନା ତୁ ତ ପୂର୍ବରୁ ଖରାପ କାମ କରୁଛୁ। ତେବେ ସେ ନିରୀହ ଛୁଆଟିର ଦେଖାରେଖା କେମିତି କରିପାରିବୁ। ଏବେ ଏସବୁ କଥାକୁ ଶୁଣିଲା ପରେ ସେ ସ୍ତ୍ରୀ ଲୋକ ଜଣକ ବି ସନ୍ତୁଷ୍ଟ ହୋଇଗଲା। ସେ ସ୍ତ୍ରୀ ଲୋକ ଜଣକ କହିଲା କି ଯାହା ହଉ, ମୋ ଝିଅ ତୁମ ସହିତ ଭଲରେ ରହିବ। ଆଉ ଏହାପରେ ସେ ନିଜ ଝିଅକୁ ଦେଖା କରିବାକୁ ଇଚ୍ଛା ମଧ୍ୟ ତ୍ୟାଗ କରିଦେଲା। ସେ ସ୍ତ୍ରୀ ଲୋକ ଜଣକ ଲିନା ଆଗରେ ହାତ ଯୋଡ଼ିଲା, ଆଉ କହିଲା କି ମୋ ଝିଅର ଭଲରେ ଯତ୍ନ ନେବ, ଆଉ ମୁଁ ଜୀବନରେ କେବେ ବି ତୁମ ସାମ୍ନାକୁ ଆସିବି ନାହିଁ। ଏମିତି କହି ସେ ସ୍ତ୍ରୀ ଲୋକ ଜଣକ ନିଜ ଝିଅକୁ ମନରୁ ପୋଛି ସେଠୁ ଯିବାକୁ ଲାଗିଲା। ଏସବୁ ଜିନିଷକୁ ଦେଖି ଲିନାକୁ ଟିକେ ଶାନ୍ତି ମିଳିଲା ଯେ ଯାହା ହେଉ ସବୁକିଛି ଠିକ୍ ଅଛି। ମୋତେ ମୋ ପ୍ରଶ୍ନର ଉତ୍ତର ବି ମିଳିଗଲା, ଆଉ ମୋ ଝିଅ ବି ମୋ ସହିତ ରହିବ। ଜୀବନ ସାରା ଲିନା ବାହା ହୋଇନଥିଲା, ଆଉ ସେଇ ଝିଅକୁ ପାଳି ପୋଷି ପଢ଼େଇ ଲେଖେଇ ବଡ଼ କରିଲା। ଆଉ ବଡ଼ ହେବା ପରେ ସେ ଝିଅଟି ମଧ୍ୟ ଏକ ଚାକିରିରେ ଲାଗିଗଲା। ଚାକିରି କରିବା ପରେ ଯେମିତି ସେ ଝିଅଟିର ବାହାଘର ହେଲା, ତ ବାହାଘର ପରେ ଝିଅଟି ନିଜ ମା ଲିନାକୁ ବି ନିଜ ସହିତ ରଖିବାକୁ ଲାଗିଲା। ସେ ବାହା ହେବା ପୂର୍ବରୁ ଏଇ ସର୍ତ୍ତରେ ବାହା ହୋଇଥିଲା ଯେ ମୋ ମା ବି ମୋ ସହିତ ରହିବ, ଆଉ ଯେବେ ପର୍ଯ୍ୟନ୍ତ ସେ ଜୀବିତ ରହିବ ମୁଁ ତାର ସେବା କରିବି। ତ ଶ୍ରୋତାବନ୍ଧୁମାନେ, ଏହା ଥିଲା ଏକ 6 ମାସର ଛୁଆଟିର କାହାଣୀ, ଯାହାକୁ କି ଘର ଭିତରେ ମରିବା ପାଇଁ ଛାଡ଼ି ଦିଆଯାଇଥିଲା। ହେଲେ କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ବିଲକୁଲ ସେମିତି କିଛି ହିଁ ସେ ଛୁଆଟି ସହିତ ହୋଇଥିଲା। ତେବେ ଶ୍ରୋତାବନ୍ଧୁମାନେ, ଆପଣଙ୍କୁ ଏ କାହାଣୀଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ।